শুনলে স্বাধীনতা কথা করছে ଏ ନବଦମ୍ପତି ଦୀର୍ଘ ବର୍ଷେ ତାଙ୍କର ଅତିବାହିତ କରିଛନ୍ତି। ସେମାନେ ପରମ ପିତାଙ୍କୁ ମଥାରେ ଗ୍ରହଣ କରି ତାଙ୍କର ପରବର୍ତ୍ତୀ ଜୀବନ ବ୍ୟକ୍ତିଗତ ଜୀବନ ଦୁଇଟି ବ୍ୟକ୍ତି ଜୀବନ ତ ଆସିଛନ୍ତି ସୁଦାମ୍ପତି ଜୀବନ ମାଧ୍ୟମରେ ପରବର୍ତ୍ତୀ ଢେର ପାରିବାରିକ ଜୀବନ ସାମାଜିକ ଜୀବନ ଏବଂ ରାଷ୍ଟ୍ରୀୟ ଜୀବନ ଯେ ରହିଯାଇଛି ସେଗୁଡ଼ିକ ମଧ୍ୟ ସୁଖ ସୁମନରେ ଉଠୁ। এইভাবে উৎসব ইত্যাদিরে আমি তিনটি জিনিস প্রায় পালন করি। গোটে হল স্মৃতি, বিগত দিনর বর্ষ দিন যে বিতি যাইছে যে স্মৃতি গুড়িক অনেক বিষাদপূর্ণ থাকে, দুঃখদ থাকে, কিছুটা হয়তো তথাগত ভাবে হয়তো মানুষ মনে হয়তো কিছুটা অবসাদ মধ্যে বেদনাদায়ক দুঃখদায়ক হয়ে তাকে নেই আমি তো পরম পিতাଙ୍କ সহিত যুক্ত হয়ে চালু সেগুলো হয়তো অনেক সময় ଆମେ ମିଳେଇକି ବୋଧେ ଜୀବନଟାକୁ ଗଠନ କରିବା ପାଇଁ ଚେଷ୍ଟା କରୁ। ଏବଂ ପୃଥିବୀର ଯଦି ଦେଖିବା ଆପଣଙ୍କର ଯେଉଁ ଇଭଲ୍ୟୁସନ୍ କଥା କହୁଛେ, ବିବର୍ତ୍ତନ କଥା କହୁଛେ, ଏଇ ଜାଗାରୁ ଆସିଛି। ଗୋଟେ ହେଲା ବ୍ୟକ୍ତ, ଗୋଟେ ହେଲା ଅବ୍ୟକ୍ତ। ଅବ୍ୟକ୍ତ ପ୍ରତି ମୁହୂର୍ତ୍ତରେ ବ୍ୟକ୍ତର ସମୃଦ୍ଧିଟାକୁ ପ୍ରଗତିଟାକୁ ପ୍ରତିରୋଧ କରିବା ପାଇଁ ଚେଷ୍ଟା କରେ ଏବଂ ବ୍ୟକ୍ତ ତାର ମଧ୍ୟ ଏ ସମସ୍ତ ପ୍ରତିବନ୍ଧକୁ ଉଲ୍ଲଂଘନ କରିକି ଆହୁରି ଯିବାକୁ ମଧ୍ୟ ଚେଷ୍ଟା କରେ। ଠାକୁର କହିଲେ ଦି ବେସିକ୍ অফ যে ইভল্ୟୁସন এইঠাରୁ ହିଁ ଆରମ୍ଭ ହୁଏ। ଯାହା ହଉ ସେମାନେ ମଧ୍ୟ ବିବର୍ତ୍ତିତ ଦିଗରେ ଆଗେଇବେ। ଦ୍ୱିତୀୟଟି କଥା ହେଲା ଯେ ସମୀକ୍ଷା। ସ୍ମୃତି ପରେ ମନେ ମନେ ଆମେ ଚିନ୍ତା କରୁ କେଉଁଠି ବହୁତ ଗ୍ୟାପ୍ ରହିଗଲା, କେଉଁଠି ଅଭାବ ରହିଗଲା, କେଉଁଠି କେଉଁଠି ଆମ ଭିତରେ ଏଇ ଜିନିଷ ଗୁଡ଼ିକ ଠିକ୍ ଭାବେ କରାଯାଇପାରିଥାନ୍ତା, ଏଗୁଡ଼ିକ ବହୁତ ଆମେ କରିପାରିଲେ। ନିଜକୁ ନିଜେ ସମୀକ୍ଷା କରିବା, ସେଲ୍ଫ ଆନାଲିସିସ୍ କରିବା, ଅନ୍ତର୍ଦୃଷ୍ଟି ସମ୍ପନ୍ନ ହେବା, ଆତ୍ମସମୀକ୍ଷା ହେବା, ଯେଉଁଗୁଡ଼ିକ ବିଶେଷ ଗୁରୁତର। ପରମ ପୂଜା ଶ୍ରୀ ବର୍ଦ୍ଧା ଏଟାକୁ ବିଶେଷ କହନ୍ତି। ଏ ଚର୍ମଚକ୍ଷୁ ଦେଇକି ବହିଦୃଷ୍ଟି ସମ୍ପନ୍ନ ଆମେ ହେଉଛେ, କିନ୍ତୁ ନିଜକୁ ନିଜେ ଦେଖିବା ଏଇଟା ହେଉଛି ସବୁଠୁ ବଡ଼ କଥା। ତୃତୀୟ କଥାଟା ହେଲା ସଂକଳ୍ପ। ସ୍ମୃତି, ସମୀକ୍ଷା ଏବଂ ସଂକଳ୍ପ, ଏ ତିନିଟି ଜିନିଷ ଆମମାନଙ୍କ ଜୀବନରେ ଏକାନ୍ତ ଆବଶ୍ୟକ। ତ ବଡ଼ କଥା ହେଲା ଅନେକ କଥା ଲୋକଙ୍କୁ କହୁଛେ, ଅନେକ ଭାବେ ବୁଝଉଛେ, ଲୋକ ଶୁଣୁନାହାନ୍ତି, ଲୋକ ଦୂରେଇକି ଚାଲି ଯାଉଛନ୍ତି। କାହା ମନରେ ଦୁଃଖ ଦଉଛେ, କାହାକୁ ସୁଖ ଦଉଛେ, କାହାକୁ ଆନନ୍ଦ ଦଉଛେ, କାହାକୁ ରାଗ ମଧ୍ୟ କରୁଛି। ଆମ କଥା କହିଲେ କିଏ ରାଗିକି ଚାଲି ଯାଉଛି। କଥାଟି ଏଭଳି କୁହ ଯେ ତୁମେ ତାଙ୍କର ଯେମିତି ଦେଖା ହେଇପାରେ। ତାଙ୍କର ଦେଖା କଥା କଥା ଭିତରେ ଦେଇ ଏଭଳି କଥା ହେଇ ଉଠିବ ସେ ଯେମିତି ଦେଖା ଦେଇପାରନ୍ତି ଏବଂ ସେଇ କଥାଟାକୁ ଶିଖିବା ଦରକାର। ଯେଭଳି କଥା କହିଲେ ତାଙ୍କର ଦେଖା ହୁଏ ଏବଂ ସେଇ କଥାଟାକୁ ଆମେ ଶିଖିବାଟା ଦରକାର। ଆଜି ଆଚାର୍ଯ୍ୟ ଆମମାନଙ୍କୁ ସେଇ ବିଦ୍ୟାଟା ଶିଖିବା ପାଇଁ ଚାହୁଁନ୍ତି। ପାରିବାରିକ ଜୀବନରେ ପରବର୍ତ୍ତୀ ପିଢ଼ିକି ହୁଏତ ଆମର ସଂସ୍କାରଟା ଯେ ପେନିଟ୍ରେଟ୍ କରୁନି ବା ପର୍କୁଲେଟ୍ କରୁନି, ସେଗୁଡ଼ା ତ ଯାଉନି, କିନ୍ତୁ ଆମେ ବାଣୀ କହୁଛେ 10,000 ବର୍ଷ ପର୍ଯ୍ୟନ୍ତ ଆସିବ। ତ ଆମେ ପ୍ରଥମ କଥା ହେଲା ଠାକୁରଙ୍କ ଦର୍ଶନ ଯେଉଁମାନେ ହୁଏତ ପଢ଼ିଛେ, ଜାଣିଛେ, ବୁଝିଛେ, ନିଜେ ସେଗୁଡ଼ିକ ହୁଏତ ଆଚରଣ ଭିତରେ ଯଦି ଫୁଟେଇ ଚାଲିବା ପରବର୍ତ୍ତୀ ପିଢ଼ିକି ଆସିବା। ଆମ ସାମ୍ନାରେ ମଧ୍ୟ ଅନେକ କିଛି ପ୍ରତିରୋଧ ଘଟୁଛି। ଆମ ସାମ୍ନାରେ ମଧ୍ୟ ବିବାହକୁ ନେଇକି ବିଭିନ୍ନ ପ୍ରକାର ଯେ ଅସାମଞ୍ଜସ୍ୟ ଘଟଣା ଘଟୁଛି। ଜାତି ଯୌତୁକ ଜାତକ ଭୁଲି ବିବାହ କର ଗୋଟେ ସ୍ଲୋଗାନ ମଧ୍ୟ ଅନେକ କିଛି ସମ୍ପ୍ରଦାୟ ଦେଉଛନ୍ତି। ଠାକୁର କିନ୍ତୁ ଏଗୁଡ଼ିକ କେବେ ମାନିନାହାନ୍ତି। ସେଇ ଋଷିମୁନିମାନଙ୍କର ବେଦ ବେଦାନ୍ତ ଉପନିଷଦ ଯେ ବିଧି ବିଧାନକୁ ପାଳନ କରିବା ପାଇଁ କରିଛନ୍ତି। ତ ଆମମାନଙ୍କର ସଂକଳ୍ପ ଦରକାର। ମୁଁ ନିରବ ଦ୍ରଷ୍ଟା ହେଇ ଆଖି ବୁଝି ବସିଲେ ହେବ ନାହିଁ। ଶ୍ରୀକୃଷ୍ଣଙ୍କ ନାରାୟଣ ସେନା ଥିଲେ, ଆପଣ ଜାଣିଥିବେ। ନାରାୟଣ ସେନା ଯେଉଁଠି ହୁଏତ କିଛିଟା ଏଇଭଳିଆ ଘଟଣା ଘଟୁଥିଲା, ସାଙ୍ଗେ ସାଙ୍ଗେ ସେମାନେ ସେଇ ନାରାୟଣ ସେନା ମାନେ ଆଣିକି ମଧ୍ୟ ସେ ପୁଅକୁ ଝିଅକୁ ଆଣିକି ଉପଯୁକ୍ତ ବିବାହ କରୁଥିଲେ। ବର୍ତ୍ତମାନ ଯଦି ଆପଣ ଦେଖିବେ ଏତେ ରାମପାଟ ବର୍ତ୍ତମାନ ହଉତ ପ୍ରତି ଲୋକ ପ୍ରତି ଘରେ ଘରେ ପ୍ରତି ଛତିଆ ଛତିଆ ବ୍ୟାପିଗଲାଣି। ଆପଣଙ୍କର ମ୍ୟାରେଜର ଯେଉଁ କ୍ରାଇଟେରିଆ, ସେମାନଙ୍କୁ ହୁଏତ ତଥାଗତ ବିତ୍ତ କୁହନ୍ତୁ, ଶିକ୍ଷାଗତ ଯୋଗ୍ୟତା କୁହନ୍ତୁ, ଅନ୍ୟାନ୍ୟ କଥା କୁହନ୍ତୁ, ଅନ୍ୟାନ୍ୟ କ୍ରାଇଟେରିଆ ନେଇଛନ୍ତି। ଜାତି, ଗୋତ୍ର, ବର୍ଣ୍ଣ, ବଂଶ, ତାର ସଂସ୍କୃତି, କୁଳ ସଂସ୍କୃତି, ମର୍ଯ୍ୟାଦା, ଏଇଗୁଡ଼ିକୁ ହୁଏତ ଅନେକ ସମୟରେ ଆମେ ଭୁଲି ଯାଉଛେ। ଆପଣ ତ କେତିକି ନିବେଦନ କରିବି, ଠାକୁର ଏ ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେଇଥିଲେ। ଯେ ଭିତରେ କି ପିଲାଟି ଯେଉଁ ଆସିବ, ପରବର୍ତ୍ତୀ ଅଧ୍ୟାୟରେ ଯେଉଁ ପିଢ଼ିଟି ଆସିବ, ସେ ହୁଏତ ପୁରୁଷୋତ୍ତମ ସଂସ୍କାରଟାକୁ ବୁଝିପାରିବ। ଯାହା ହଉ ଦୁଇ ଜଣ ଯାକ ପରମ ପିତାଙ୍କର ସତ୍ପନ୍ଥରେ ମନ୍ଥିତ ହେଇଛନ୍ତି ଏବଂ ଏ ପରିବାର ମଧ୍ୟ ଯେ 3-4 ପିଢ଼ି ଧରି 3 ପିଢ଼ି ଧରିକି ତାଙ୍କର ଯେ ଟୁଣା ହେଇତ ଏ ଅଞ୍ଚଳର କ'ଣ କୁହନ୍ତୁ, ଭୁବନେଶ୍ୱରରେ ହାତ ଗଣତି ଗୁରୁ ଭାଇଙ୍କ ଭିତରେ ଜଣେ ନିଷ୍ଠାପର ସତ୍ସଙ୍ଗୀ ଥିଲେ। ବହୁ କର୍ମୀ ଭୁବନେଶ୍ୱର ପୁରାତନ କର୍ମୀମାନଙ୍କର ସେ ହେଉଛନ୍ତି ଯାଜକ। ପରବର୍ତ୍ତୀ ଅଧ୍ୟାୟରେ ସୁଶାନ୍ତ ଭଜନ ନିଷ୍ଠାପର
ସତ୍ସଙ୍ଗୀ ଯିଏକି ଠାକୁରଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ୟାକୁଳିତ ହେଇ ଲାଗି ପଡ଼ିଛନ୍ତି ଏବଂ ଏ ତାଙ୍କର ପୁଅ ବୋହୂ ଦୁଇ ଜଣ ମଧ୍ୟ ମୋ ମାର୍ଫତରେ ଦୀକ୍ଷା ଗ୍ରହଣ କରିଛନ୍ତି। ବହୁତ ମଧ୍ୟ ନିଷ୍ଠାପର ପ୍ରାର୍ଥନା ବିନତି ପ୍ରାର୍ଥନା ଧ୍ୟାନ ଜପ ଇତ୍ୟାଦି ନିୟନ୍ତ୍ରଣ କରିଚାଲିଛନ୍ତି। ପରିବାର ଟୋଟାଲ ଦାୟିତ୍ୱ ମଧ୍ୟ ଶାଶୁ ଚାଲିଗଲା ପରେ ସେ ବିରାଟ ପରିବାର ଦାୟିତ୍ୱ ଗ୍ରହଣ କରି ଚାଲିଛନ୍ତି। ଯାହା ଆଶା କରିବି এই ପରିବାରଟି ଆହୁରି ମଧ୍ୟ ସୁଖ ସମୃଦ୍ଧିପୂର୍ଣ୍ଣ ହେଇ ଉଠୁ, ପରମ ପିତାଙ୍କୁ ନେଇ ଚାଲନ୍ତୁ, ପରିବେଶ ମଧ୍ୟ ଇଷ୍ଟଙ୍କୁ ପ୍ରତିଷ୍ଠା କରନ୍ତୁ, ଏହା ହିଁ ସଂକଳ୍ପ। ଆମମାନଙ୍କ ଆଗରେ 8 ତାରିଖ ଦିନ ଏକ ବିଶାଳ ଉତ୍ସବର ପରିକଳ୍ପନା। ପରମ ପୂଜା ଶ୍ରୀ ଶ୍ରୀ ଦାଦାଙ୍କର ଯେ ବିଶାଳ ଏକ ମନ୍ଦିର ସ୍ଥାପନ କରିଥିଲେ ଏବଂ ଠାକୁରଙ୍କର ଇପ୍ସିତ ଏଇ ଯେ ମନ୍ଦିର ପରମ ପୂଜା ଶ୍ରୀ ଶ୍ରୀ ଭଦ୍ରା ମଧ୍ୟ ଅନେକ ଭାବେ ମଧ୍ୟ ମନ୍ଦିର ପରିକଳ୍ପନା କରିଥିଲେ ଏବଂ ସେଗୁଡ଼ିକ ରୂପ ଦେଇଥିଲା ଶ୍ରୀ ଶ୍ରୀ ଦାଦାଙ୍କ ଶ୍ରୀହସ୍ତରେ। আপনারা অনেকে জানিছেন এক সমন্বয় ঘটিଥିଲା। পরম পূজা শ্রী শ্রী ভদ্রা এই মন্দিরর শিলান্যাস করতে এবং পরম পূজা শ্রী শ্রী দাদা এই মন্দিরর শুভ উদ্বোধন করতে। তেমন বিশাল মন্দির সর্বভারত ভিতরে শ্রী শ্রী দাদা এই মন্দিরর হতো নিজে গৌহাটি মন্দির এবং ভুবনেশ্বর মন্দিরর গোটে উপাখ্যান হল নিজে শ্রী শ্রী দাদা এই মন্দির সর্বভারত ভিতরে বহু জায়গার বিভিন্ন যে উপাদান গুড়িক আনিকি সজাই দিয়েছেন। সেই মন্দিরর উদ্বোধন উৎসব বার্ষিক উৎসব আচার্যଙ୍କ আশীর্ବାଦ ক্রমে ବାଲିଯାତ୍ରା ପଡ଼ିଆରେ ବିଶାଳ ଆକାର ମଧ୍ୟ ହେଉଛି। ଆମେ ତ ନିଶ୍ଚିତ ଯିବା, ଆମେ ଘରର ଲୋକ ହିସାବରେ ଯିବା।